Hello everyone, welcome to Learnet LM ପାଠଶାଳା। ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀରେ ଥିବା ଲେସନ୍ 6 ଦ ଲଙ୍ଗେଷ୍ଟ ଷ୍ଟୋରି। ଷ୍ଟୋରିର ଏକ୍ଜିବିଟ୍ 2 କୁ ଆଜି ଆମେ ଗପଟିକୁ ବୁଝିବା ଏବଂ ଶୁଣିବା। ଆସନ୍ତୁ। ଏକ୍ଜିବିଟ୍ 2, read the paragraph 6 to 11 and answer the questions that follow। ଆଜି ଆମେ ସେଇ 6 to 11 ପର୍ଯ୍ୟନ୍ତ ପାରାଗ୍ରାଫ ସବୁକୁ ପଢ଼ିବା। A long time passed। A long time passed। ଦୀର୍ଘ ବହୁ ସମୟ ବିତିଗଲା। No one dared to tell the longest story। ଆଉ କେହି ଅସରନ୍ତି ଗଳ୍ପ ଶୁଣାଇବାକୁ ସାହସ କଲେ ନାହିଁ। It seemed that princess would remain unmarried। ଲାଗିଲା ରାଜକନ୍ୟାଟି ଅବିବାହିତ ରହିଯିବ। But one day not some handsome poor young man from a village came to tell the longest story। କିନ୍ତୁ ଦିନେ ଏକ ଗାଁରୁ ସୁନ୍ଦର ଦେଖାଯାଉନଥିବା ଏକ ଯୁବକ ଆସିଲା ଅସରନ୍ତି ଗଳ୍ପ କଥନ ପାଇଁ। He was not an expert in storytelling। ସେ ଗଳ୍ପ ଶୁଣାଇବାରେ ଏତେ ଦକ୍ଷ ନଥିଲା। Everyone thought that his story would not last even for a day। ସମସ୍ତେ ଭାବିଲେ ଯେ ତାହାର ଗଳ୍ପଟି ଦିନେ ମଧ୍ୟ ଚାଲିବ ନାହିଁ। Indeed his story lasted for half an hour। ପ୍ରକୃତରେ ତା ଗଳ୍ପଟି ଅଧଘଣ୍ଟା ହିଁ ଚାଲିଲା। But the king gave him his daughter in marriage। କିନ୍ତୁ ରାଜା ତାକୁ ରାଜକନ୍ୟା ବିବାହ କରିବାକୁ କହିଲେ। See how it all happened। ଦେଖ ଏହା କିପରି ଏହା ହେଲା। Next 7, the young man started once a happy go lucky and was living in a small hole। ଯୁବକଟି ଆରମ୍ଭ କଲା ଥରେ ଏକ ଲଗାମଛଡ଼ା ପିମ୍ପୁଡ଼ି ଏକ ଛୋଟ ଗାତରେ ରହୁଥିଲା। He was fond of singing and dancing। ସେ ଗୀତ ଗାଇବାକୁ ନାଚିବାକୁ ଭଲ ପାଉଥିଲା। Throughout the spring he only sang and danced। ବସନ୍ତ ଋତୁ ଯାକ ସେ ଖାଲି ଗାଇଲା ଆଉ ନାଚିଲା। He did not store any food for winter। ସେ ଜମାରୁ ଖାଦ୍ୟ ସଂଗ୍ରହ କରି ରଖିନଥିଲା ଶୀତ ଋତୁ ପାଇଁ। When winter came he had nothing to eat। ଯେତେବେଳେ ଶୀତ ଋତୁ ଆସିଲା ଖାଇବାକୁ ତାହା ପାଖରେ କିଛି ନଥିଲା। So he went to an old ant to borrow some food। ଯେତେବେଳେ ଶୀତ ଋତୁ ଆସିଲା ତା ପାଖରେ କିଛି ଖାଇବାକୁ ନଥିଲା, ତେଣୁ ସେ ଏକ ବୃଦ୍ଧ ପିମ୍ପୁଡ଼ିକୁ କିଛି ଖାଦ୍ୟ ଧାର ମାଗିବାକୁ ଗଲା। But the old ant was a miser। କିନ୍ତୁ ବୃଦ୍ଧ ପିମ୍ପୁଡ଼ିଟି କ'ଣ ଥିଲା? କୃପଣ ଥିଲା। He asked the young ant many questions। ସେ ଛୋଟ ପିମ୍ପୁଡ଼ିଟାକୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଲା। What was he doing in spring? ବସନ୍ତ ଋତୁରେ ସେ କ'ଣ କରୁଥିଲା? Why did not he store in spring for winter? ବସନ୍ତ ଋତୁରେ ସେ କାହିଁକି ଶୀତ ଋତୁ ପାଇଁ ଖାଦ୍ୟ ଜମା କଲା ନାହିଁ? ଇତ୍ୟାଦି ଇତ୍ୟାଦି। etc ଅର୍ଥାତ୍ ଇତ୍ୟାଦି ଇତ୍ୟାଦି। And finally he refused to lend him food। ଏବଂ ଫାଇନାଲି ଶେଷରେ ସେ କ'ଣ କଲା? ସେ ତାକୁ ଖାଦ୍ୟ ଧାର ଦେବାକୁ ମନା କରିଦେଲା। With great difficulty he managed the winter with very little food। ସେ ବହୁତ କମ୍ ଖାଦ୍ୟରେ ତାର ଶୀତ ଋତୁକୁ ଚଳାଇ ନେଲା। When spring came he did not sing and dance। ଯେତେବେଳେ ବସନ୍ତ ଋତୁ ଆସିଲା ସେ ଗାଇଲା ନାହିଁ କି ନାଚିଲା ନାହିଁ। He kept himself busy in collecting food and storing them for the winter। ଯେତେବେଳେ ବସନ୍ତ ଋତୁ ଆସିଲା ସେ ଗାଇଲା ନାହିଁ କି ନାଚିଲା ନାହିଁ, ସେ ନିଜ ଖାଦ୍ୟ ସଂଗ୍ରହ କରିବାରେ ଓ ତାକୁ ଜମା କରିବାରେ ବ୍ୟସ୍ତ ରହିଲା। How did he do it? ସେ ଏହା କିପରି କଲା?
Next. One day the young ant saw a big bear. ଦିନେ କ'ଣ ହେଇଛି ନା ଦିନେ ଛୋଟ ପିମ୍ପୁଡ଼ିଟି ଏକ ବଡ଼ ଶସ୍ୟାଗାର ଦେଖିଲା. ବିଗ୍ ବାର୍ ଶସ୍ୟାଗାର ଦେଖିଲା. The barn was full of grains. ଶସ୍ୟାଗାରଟି ଶସ୍ୟରେ କ'ଣ ରହିଥିଲା? ଭରି ହୋଇ ରହିଥିଲା. He got into the barn through the loft, brought one grain and stored the grain in his hole. ତାପରେ ସେ କ'ଣ କଲା ନା ସେ ଛାତ ତଳେ ଥିବା ଗୋଟେ ଛିଦ୍ର କଣାଟିଏ ଦେଇ ଶସ୍ୟାଗାର ଭିତରକୁ ପ୍ରବେଶ କଲା. ଆଉ ଗୋଟିଏ ଶସ୍ୟ ଆଣିଲା. ତାପରେ ଆଉ ଗୋଟେ ଶସ୍ୟ ଆଣିଲା. Then again he went to the barn through the loft and brought another grain. ତାପରେ ଆଉ ଥରେ ସେ ଛାତ ତଳେ ଥିବା ଏକ ଛିଦ୍ର ଦେଇ ଶସ୍ୟାଗାର ଭିତରକୁ ପ୍ରବେଶ କଲା. ଆଉ ଗୋଟିଏ ଶସ୍ୟ ଆଣିଲା. Next again he went to barn through the loft, carried away another grain. ପୁଣି ସେ ଶସ୍ୟ ଆଣିବାକୁ ଗଲା, ପ୍ରବେଶ କଲା ତାର ଶସ୍ୟାଗାର ଭିତରକୁ. Next the story went on and on and on. The story ମାନେ ଗଳ୍ପଟି ବିତି ଚାଲିଲା. Again the ant went to barn. ଏଇଟା ଅର୍ଥାତ୍ ଏଇ ଯୋଉ ଡର ଦିଆଯାଇଛି କ'ଣ ହେଲା? ସେ ଷ୍ଟୋରିଟି କହି ଚାଲୁଥିଲା. Again the ant went to the barn through the loft, brought a grain and stored in his hole. ମାନେ ପୁଣି ପିମ୍ପୁଡ଼ିଟି ଛାତ ତଳେ ଥିବା ଏକ ଛିଦ୍ର ଦେଇ ଶସ୍ୟାଗାର ଭିତରକୁ ପ୍ରବେଶ କଲା. ଗୋଟିଏ ଶସ୍ୟ ଆଣିଲା, ତାକୁ ତାର ଗାତ ଭିତରେ ଜମା କଲା. Then the king could guess. ମାନେ କ'ଣ ହେଲା ନା ରାଜା ଜାଣିପାରିଲେ. The story would never end. ଏହିପରି ଗପଟା ସେଇ ଯୁବକ ଜଣକ ଚତୁର ଯୁବକ ଜଣକ କ'ଣ କରିବ? କହି ଚାଲିବ. ଏଇ ଗପଟା କେବେ ବି ସରିବ ନାହିଁ. The young man was very clever. ସେ ଜାଣିପାରିଲେ ଯେ ରାଜା ଜାଣିପାରିଲେ ଯେ ଏହି ଗଳ୍ପଟି କେବେ ସରିବ ନାହିଁ. ଯୁବକଟି ବହୁତ ଚତୁର. He had thought of a story which would never come to an end. ସେ ଏପରି ଗଳ୍ପ ଚିନ୍ତା କରିଛି ଯାହା କେବେ ହେଲେ ସରିବ ନାହିଁ. Then all of a sudden the king declared, You young man, if you end your story, I will give you my daughter in marriage. ତାପରେ ରାଜା ସେଇ ଯୁବକ ଜଣକୁ କହିଲେ, ରାଜା ଘୋଷଣା କଲେ, ହେ ଯୁବକ, ଯଦି ତୁ ତୋର ଗଳ୍ପଟି ଶେଷ କରିବୁ ତେବେ ମୁଁ ମୋ କନ୍ୟାକୁ ତୋତେ ବାହା ଦେବି. Next paragraph. Finally the happy-go-lucky ant got into the barn through the loft and brought the last grain and stored in the hole for the winter, concluded the young man. Finally କ'ଣ ହେଲା ନା ଶେଷରେ ସେଇ ବେପାରୁଆ ପିମ୍ପୁଡ଼ିଟି ଛାତ ତଳେ ଥିବା ଏକ ଛିଦ୍ର ଦେଇ ଶସ୍ୟାଗାର ଭିତରକୁ ପ୍ରବେଶ କଲା. ଅନ୍ତିମ ଶସ୍ୟ ଆଣିଲା ଓ ତାହାକୁ କ'ଣ କଲା? ତାହାର ଗାତ ଭିତରେ ଶୀତ ଋତୁ ପାଇଁ ଜମା କଲା. Conclude the young man ଅର୍ଥାତ୍ ସମାପ୍ତ କଲା ଯୁବକଟି. Then the king gave him his daughter. The king ମାନେ ରାଜା ତା କନ୍ୟାକୁ ଯୁବକ ସହ ବାହା ଦେଲା. And the young man and the princess lived happily thereafter. ରାଜା ତା କନ୍ୟାକୁ ଯୁବକ ସହ ବାହା ଦେଲା ଓ ଯୁବକ ଓ ରାଜକନ୍ୟା ତାପରେ ଖୁସିରେ ରହିଲେ, ହାପିରେ ରହିଲେ. ଆମର ଷ୍ଟୋରିଟି ସରିଲା. ଆପଣମାନଙ୍କୁ ଯଦି ଷ୍ଟୋରିଟି ଭଲ ଲାଗିଛି ତାହେଲେ এই ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ. ଧନ୍ୟବାଦ.